Or good afternoon. It's so good to be here. I'm thankful to be able to be with you today. ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ମଧ୍ୟକୁ ଆସିଥିବାରୁ ମୁଁ ବହୁତ ଆନନ୍ଦିତ ଅଟେ। Gule lokuri johari enga imba baja mani bagan gap sirehai mai. I want to thank Pastor Mahir for allowing us to be here with his people. ପାଷ୍ଟର ମାଗିରାଙ୍କୁ ଏବଂ ଏହି ଅଞ୍ଚଳର ପାଳକମାନଙ୍କୁ ଆମେ ହୃଦୟର କୃତଜ୍ଞତା ଜ୍ଞାପନ କରୁଛୁ। ଆମମାନଙ୍କୁ ଏହି ମଣ୍ଡଳୀକୁ ଏହି ସଭାକୁ ଆମମାନଙ୍କୁ ଆହ୍ୱାନ କରିଥିବାରୁ। Enga popka ba magira gya enga i oncholotani mani gule lokuri amu mai eludai am gule lokuri dhanyabad sipki manjanamo enga ir gule loku tateru mange arsa manjani baga. On behalf of Heartland Baptist Fellowship, I want to give a welcome from the heart of America. ତେବେ ଆମେରିକା ଦେଶର ହାର୍ଟଲ୍ୟାଣ୍ଡ ବାପ୍ଟିଷ୍ଟ ଫେଲୋସିପ୍ ଚର୍ଚ୍ଚ ମଧ୍ୟରୁ ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। Gule loku johar sinasu agya re johar sinasu. ନମସ୍କାର। Namaskar. Okay. I also want to thank the sacrifice of all the pastors that have taken time to be with us today. ଏବଂ ଆଜି ଯେଉଁ ପାଳକ ବନ୍ଧୁମାନେ ପ୍ରଚାରକ ବନ୍ଧୁମାନେ ଆପଣା ଆପଣା ସମୟ ବାହାର କରି ଏଠିକି ଆସିଛନ୍ତି ମୁଁ ସେମାନଙ୍କୁ ମଧ୍ୟ ହୃଦୟର କୃତଜ୍ଞତା ଜ୍ଞାପନ କରୁଛି। Anga isti popka banga nenju tantandara delini yaru kodana imbang baja maneru yari modhyo na eludai ane yari anga jeda johari sipki mai. And I'm glad we're all gathered here, but I'm here to talk to you about a time when God gathers us up in the air, and it's called the rapture of the church. ଆମେ ଏଠାରେ ସମସ୍ତେ ଜମା ହେଇଛୁ। ଦିନ ଆସିବ ଏଇଭଳି ଭାବରେ ହିଁ ଜମା ହେବା ଏବଂ ଯେତେବେଳେ ମଣ୍ଡଳୀ ଉର୍ଦ୍ଧ୍ୱକୁ ଟେକିକି ନିଆଯିବ ବା ଉର୍ଦ୍ଧ୍ୱକୁ ନିତ ହେବାର ସମୟ ଆସିବ ସମସ୍ତେ ଏମିତି ହିଁ ଆମେ ମଧ୍ୟ ଆକାଶକୁ ଯିବା। Nenju ajgule lokuta su ibahta uja mana su engaroni delibane eselani I mondoli sendok sane ya dhengine ajgule lokuta saju sendok sanasu. The mystery of the rapture of the church is found in 1 Corinthians chapter 15, verses 50 through 58. ତେବେ ପ୍ରଥମ କରନ୍ତୀୟ 15ର 5ରୁ ଯଦି ଆପଣମାନେ 50 ପଦରୁ ଯଦି 58 ପଦ ପର୍ଯ୍ୟନ୍ତ ଦେଖିବେ ସେଠାରେ କୁହାଯାଇଛି ମଣ୍ଡଳୀର ନିଗୁଡ ତତ୍ତ୍ୱ ମଣ୍ଡଳୀ କେତେବେଳେ ଉର୍ଦ୍ଧ୍ୱକୁ ନିତ ହେବ ତାର ନିଗୁଡ ତତ୍ତ୍ୱ ବିଷୟରେ କୁହାଯାଇଛି। Enga pratham koronti penu putitani pratham koronti 15 pahadi 50 pododai 58 podotani jodi mehnasu je mondoli eseka মানে সেন্ডো কিয়েরে নিঙ্গানা সানে উতে এ বিষয়টা এরেম্বা এম্বা রন্ডে গাপসি মানে রন্ডে রহস্যপূর্ণ বিষয় এরেম্বা মানারা মেহপি মানাসু। The first, shall we read that? yeah, that would be very good. ପଢିବା ସେଟା ଭାଇ ସୁଦନ। 50 through 58. ହେ ଭାଇମାନେ ମୁଁ ଏହା କହୁଅଛି ରକ୍ତ ମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରିପାରେ ନାହିଁ କିମ୍ବା କ୍ଷୟ ଅକ୍ଷତାକୁ ଅଧିକାର କରେ ନାହିଁ। ଦେଖ ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୁଡ଼ କଥା କହୁଅଛି ଆମ୍ଭେମାନେ ସମସ୍ତେ ମହାନିଦ୍ରା ପ୍ରାପ୍ତ ହେବା ନାହିଁ କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରୀ ଧ୍ୱନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା। କାରଣ ତୁରୀ ବାଜିବ ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବା। କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟତା ରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତା ରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ। ଜୟ ମୃତ୍ୟୁକୁ ଗ୍ରାସ କରିଅଛି ରେ ମୃତ୍ୟୁ କାହିଁ ତୋର ଜୟ ରେ ମୃତ୍ୟୁ କାହିଁ ତୋର ନାହୁଡ଼। ମୃତ୍ୟୁର ନାହୁଡ଼ ପାପ ଆଉ ପାପର ବଳ ବ୍ୟବସ୍ଥା। କିନ୍ତୁ ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି ତାହାଙ୍କର ଧନ୍ୟବାଦ ହେଉ। ଅତଏବ ହେ ମୋର ପ୍ରିୟ ଭାଇମାନେ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ହାଲେଲୁୟା Hallelujah. ହାଲେଲୁୟା। Hallelujah. One of the reasons that God is going to catch us away is because He wants to give us our inheritance. ଆମମାନଙ୍କୁ କାହିଁକି ମାନେ ଉର୍ଦ୍ଧ୍ୱକୁ ନିଆଯିବ ତାର କାରଣ ହେଲା ଯେ ଆମମାନଙ୍କର ସେ ଅଧିକାର ସେ ମଧ୍ୟ ଆକାଶରେ ଆମମାନଙ୍କୁ ଦେବା ପାଇଁ ଚାହୁଁଛନ୍ତି। Inadiki mange gule lokuri sendok obane penu mang odane juroni si emba tar karano jehetu mande ronde odhikar mani baga penu eremba mange asiani bagayan mang odane jo. Verse 50 is very clear that flesh and blood cannot inherit the kingdom of God.
50 ପଦରେ ଷଷ୍ଠରେ କୁହାଯାଇଛି ରକ୍ତ ମାଂସ ଶରୀର ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। 50 पद तानी ब्रिज आजा माने जे ई राका उंगा पहामानी गांडी ऐसे मध्य पेन उदिना तानी एहेंगे सालबा मुए। God has a spiritual inheritance for us to inherit. परमेश्वर आमानक पय आत्मिक संपत्ति अधिकार रखिचंती ताहा मध्य आकाश रे ग्रहण करिबा पाई। अनाड़ी किसे का पेनु मांगे जीव पकड़ी एस्ती धन संपत्ति सीबा सेलु मानेजु एरा मांगे ए मध्य आकाश तानी से गई मूडेंग तानी यान मांग सीबा सेलु एरा माई माई बागा यान जो इटा जामन जाने जो। हालेलुया 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 हालेलुया। In Luke 17:20, the Bible says that the kingdom of God is not visible, it's invisible, it is spiritual, because it is a spiritual kingdom that we inherit. लूक 17:20 पदरे कहा जाइछि परमेश्वरक राज्य एटा जागतिक नुह एहा आत्मिक तेणु करी आमाने देखि परिबा नाही। लूक 17:20 लूक 17 पहाड़ी 20 पद तानी ब्रिज आजा माने जे पेनु तारी दिना उजु कानुडाई मेहना रे आए एया की इम्बा आजा मेहपा मु आसु गुले लोक बेसना सु। हालेलुया 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 हालेलुया। You know that reference? The one that the kingdom of God is not visible. I think I gave it wrong. It is Luke 17. Okay. Yeah. The one that suffered violence is the one then I'm off on. I duplicated the wrong. The Bible also says that the kingdom of heaven is physical and it suffers violence and is taken by force. बाइबल रे मते कहा जाइछि ईश्वरक राज्य एटा जागतिक एटा मध्य जागतिक सांसारिक जे आमान को शारीरिक भाव रे समस्त विषय को करिबा को पड़िबो। इंगा पेनु तारी एस्तारे दिना माने एरी पूर्ति पाकिटी उजु कानुडाई मेहनारी इंगा एसी बागा मांगे मध्ये गुले तागिबा लुडा तारे माने। The catching away of the church gives us opportunity to take hold of our spiritual inheritance in Christ. तेबे जेतबेले आमे ऊर्ध्व को मंडली उठै कि निया जीव सेतबेले आमे ऊर्ध्व रे मध्य आकाश रे से आमानकर आत्मिक अधिकार को आमे ग्रहण करूथिबा। एसलन तानी पेनु मांगुले लोकुरिए मुडेंग तांगो दाने जुरोनी सी एडेली तानी आज गुले लोकुतासु जीव पाकिटी पेनु एस्तरा मांग सीबा सेलु मांजाने जो एरा गुले लोकुतासा जेबा ग्रहण गिपि दुहुनासु। 1 Corinthians 15 verses 39 and 40 tell us that we need a new body to inherit we need a new body to receive our inheritance. We need a celestial or heavenly body for a heavenly kingdom. प्रथम करन्तिय 15:39-40 पदर कहा जाइछि स्वर्ग राज्य रे से अधिकार को आमे ग्रहण करिबा को हेले आमानकु नूतन शरीर बा आत्मिक शरीर रो आवश्यक रहिछि। प्रथम करन्ति 15 पहाड़ी 39-40 पद तानी ब्रिज आजाने मांगे गुले लोकुरी ए सेंडन दिना तानी एस्तारा मांगे पेनु सीबा सेलु मानेजु एरा पान बसेलाते का मांगे गुले लोकुरी जीव पाकिटी तोला बालुडा तारी माने। The Apostle Paul says in verse 51, "Behold, I show you a mystery, something that he wants to reveal to us." तेबे प्रेरित पाउल 51 पदरे कहउचंती देखो मु तमानकु एक निगुड कथा कहउछि। एसिबागा प्रेरित पाउल 51 पद तानी आन बेस्पी माने जो मेहदु आनु मींगे रोंडा लाई मनरा कतान मींगे बेस्पी मान जाई गुले लोक बेसना सो। हालेलुया हालेलुया। In the Bible, a mystery is not something that we cannot know. It's something that God has for us and he wants to reveal to us as a बाइबल church. रे जो निगुड तत्व निगुड कथा बोली कहा जाइछि यार अर्थ आमे एमति न जे आमे जानि परिबा नाही बोली किंतु आमान को जानिबा पाए बाइबल रे प्रकाश करा जाइछि सेतिरे रखा जाइछि आमे जानि परिबा। इनाडी किसे का एस्तार की पेनु पुति तानी ब्रिसा जमाने लाए मनरा कता इरु बुझियाबा मु एरिंजाना या ढेंगा आए जेतु पेनु मांगे या पुनबा की बातांगी लाई मनरा कतायान मांगे इटा जामान जाने जो बाइबल तानी। After the resurrection, God entrusted the Apostle Paul to reveal 7 mysteries to the church, and we are to be stewards of those mysteries according to 1 Corinthians 4 and verse 1. Yeah. And we are also stewards of those mysteries according to 1 Corinthians 4:1. तबे प्रिय भाई माने प्रभुଙ୍କ लोक माने मंडली पुनरुत्थित हेला परे जे आमानंकु से मंडली पुनरुत्थित हेला परे जे से 7 गोटी निगुड़ तत्व
आमानक निकटरे प्रकाशित हेबो एइथिपाई प्रेरित पाउलको ताहा प्रकाश करा जाइछि जेटा आउ गट- सेटा प्रथम करन्त्य 4 ର 1 पदरे मध्ये स्पष्ट भाବରେ ଲେଖା ଯାଇଛି जेडा गटी आबागंडेरु आजा संडेरु इरे मंडली एसेका एरे रिहे साबाडे रिहे की निंगा माने निंगिने एडेली तानी एस्ताई की लाई मानी कतांगा सातोगोटा मानो एया मध्य मांगे पुनबा की बाजा माने And so this is something God wants us to know. It's something that He wants us to remember. It's something that He wants us to hold on to. ए निगुड तत्व गुडाको आमाने जेप्रके जानि परिबा आमाने जेप्रके धरि रखिबा एइथिपाई ए निगुड तत्व सातगोटी तत्व बाइबल रे परमेश्वर प्रकाश करिचंती ई लाई मानी कतांगा एस्ताई पेनु पुति तानी ब्रिसा आजा मानो सातोगोटा या इसिंग आज पुनबा मुन आसुएंगा या इसिंग आज आहाना माई जीवन सेल आज एरा माना गिबा मुन आसु ए आडिकी इरा पेनु पुति तानी पुनबा गिबा आजा माने And what is it that He wants us to know? He wants us to know that we shall not all sleep or die. We shall be changed. प्रथम कथा हला से कहउचंती पाउल कहउचंती जे समस्ते महानिद्रा प्राप्त हेबे नाही आमाने समस्ते मध्य सेतिर किछि लोक सेतिर मध्य अंशी हेबे भाई भणी माने जेटा गटी आबागंडे राजा संडेरु उरेड विषय जे आज गुले लोकुतासु सा आसु आज गुले लोकुतासु सा आसु The scripture says that within a moment, in the twinkling of an eye, we will be caught up together with the Lord to be changed. बाइबल कहे जे चक्षुर पलकरे एक मुहूर्तरे विश्वासी माने कोन हेबे परिवर्तित हे मध्य आकाशकु यीशु ख्रीष्टक सहित साक्षात करिबा पई नित हेबे अनाड़ी किसे का पेनु पुति मांग बेस्मान जाने कानु मिट इसनी देहिंगी इसिंग आज कानु मिट इस्पिनासु ए संगे संगे इरे मंडली सेंडो तांगी इसे का मूडेंग तांगी सने हालेलुया हालेलुया So these bodies, within the twinkling of an eye, will transition from an earthly body to a heavenly body that can function outside of this atmosphere. एई शरीरटा जोटा आमे धारण करछो ए माटीर शरीर चक्षुर पलकरे एक मुहूर्तरे परिवर्तित होई सेटा माने स्वर्गीय शरीर आत्मिक शरीर धारण करिवो भाई भणी माने जेडा गटी आबागंडे राजा संडेरु ई बिरा गांडी आहान स्ति पूर्ति तनी मनासु इर इंगे रहया या किबे कानु मिट्टी इस्पी मनासु या ए मुहूर्तोडाई ने इरे गांडी मूडेंग तंग सने पेनु बहतांगी गुले लोक बेसनासु हालेलुया Hallelujah. So this body that is like Adam's body, it will not go to heaven. We will be changed into Jesus, like a body like Jesus has, the last Adam, as we join Him in the clouds and go to heaven with Him. एई शरीर होचे आदमंकर शरीर ए शरीरटा जागतिक शरीर आदमंकटार आमे पाइछु तेनु एई शरीर स्वर्ग राज्य को जाई परिबो नाही जो पर्यंत यीशु ख्रीष्टकर पुनरुत्थित शरीर परि आमानकर शरीर रूपांतरित होई नाही आमे इस स्वर्ग राज्य को जाई परिबा नाही अनाड़ी किसे का ई एस्ति गांडी पहामना सुईरे आदमो एस्ति गांडी पहामा सेंजु ए गांडी ने आज पहामानी बागा ई शरीरोडाई ने आज सालबा मु आसु अनाड़ी किसे का एसरेली टुकना आजु ई ईरे गांडी यीशु ख्रीष्ट यारी साबडे निंगा माने निंगा सिदे जो एडेली टुकना आजु ई गांडीडाई आज साजन रिएक निंगा मु आसु The rapture, the catching away of the church, is a mystery that's revealed to us, the church. तबे मंडली ऊर्ध्वको उठै के नियाजिब एइटा को पाउल एक निगुड कथा बोली के कहउचंती जे आमानक पई कुआ जाईछि आमाने दिने उठा जिबा अनाड़ी किसे का पाउलो बेस्वी माने जो साबडे रिहे की निंगाना जो मंडली जो मूडेंग तंगी साने ई ईरे ने लाई मानारे कथा इंजाना प्रेरितो पाउलो बेसमान जाने जो पेनु पुति ताने We are His bride, and He's revealed this thing, this truth to us. प्रिय भाई बहन माने आमाने होछु यीशु ख्रीष्टंकर भार्या रूपी मंडली एवं आमानकु से निगुड कथा प्रकाश करा जाईछि जेटा गटी आबागंडे राजा संडेरु आज आई मनासु पेनु सेलु माने कुड़ा मारा तसु एसी बागा ए लाई मनारा कथा माई बागा पेनु मांगे इटाजिया मंजाने जो बा बेस्पी मंजाने जो Now, why did He do this? Well, He tells us in the Bible that He goes to prepare a place for us in John 14. काहे कि से आमानकु या प्रकाश करिसंती कारण जोहन 14 अध्याय रे जदि आपण माने देखिबे से आमानकु गोटे प्रतिज्ञा करिसंती से गला उतारे आमानक पय स्थान प्रस्तुत करिबे
అనాడికి యాజు మాంగే ఈరా బెసా మంజానెంజు జెహెతు జౌనో 14 పహాడి 1-2 పదతాని 20 ఆజానెంజు జీసు తాను నిజే బెస్తెంజు ఆను ససేక మీ బాగా బహా అను తోలోగి ఈ ఇంజాని అన్ బెసా మంజానెంజు. And because we are his bride, he will call us up to join him in the third heaven. ଯେହେତୁ ଆମମାନେ ଖ୍ରୀଷ୍ଟଙ୍କର ଭାର୍ଯ୍ୟା ତେଣୁ ସେ ଆମମାନଙ୍କୁ ମଧ୍ୟ ଆକାଶରେ ଭେଟିବା ପାଇଁ ଆମମାନଙ୍କୁ ସେ ଆହ୍ୱାନ କରିବେ, ଡାକିବେ। అనాడికి సేక ఆజాయి మనసు ప్రభు జీసు ଖ୍ରୀଷ୍ଟ సేలు ఆజు కుడా మారా తసు ఆజమని బాగా కుడా ఆజమని బాగా ప్రభు జీసు ଖ୍ରୀଷ୍ଟ మాంగే మూడెంగ్ తాంగే ఆర్తానెంజు ఎంగా జెరెంబాంగ్ సనసు. This mystery is not only about our inheritance, it's also about the comfort that it provides. କେବଳ ଯେ ଏଇ ନିଗୁଡ କଥା ଆମମାନଙ୍କର ମାନେ ଆମମାନଙ୍କର ସେ ଯୋଉ ଯାହା ଆମେ ପାଇବା ଯାହା ଆମେ ଅଧିକାର ପାଇବା ସେତିକି ନୁହଁ, କିନ୍ତୁ ସେ ଆମମାନଙ୍କୁ କିଛି ପ୍ରକାଶ ମଧ୍ୟ କରୁଛନ୍ତି। అనాడికి సేక ఎస్తరెలా ఇమన్నర్ కథ ఆజు ఖాలి పానసు ఎంబా గ్రహణ గినాసు ఏసే ఆయే ఒటే ఏసి బాగా సారో గి బే ఈరింబా మంగ్ బెసమాన్ జానెంజు పేను పుతితని. In 1 Thessalonians 4:13 through 18, the Apostle Paul reveals the comfort that comes from the catching away of the church. ପ୍ରଥମ ଥେସଲୋନିକୀୟ 4:13 ରୁ 18 ପଦ ମଧ୍ୟରେ ପ୍ରେରିତ ପାଉଲ ଆମମାନଙ୍କୁ ସେ ଗୋଟେ କଥା ପ୍ରକାଶ କରୁଛନ୍ତି, ଯେତେବେଳେ ଆମମାନେ ମଧ୍ୟ ଆକାଶକୁ ନିଆଯିବା ଆମମାନଙ୍କୁ ସାନ୍ତ୍ୱନା ଶାନ୍ତି ପ୍ରଦାନ କରାଯିବ। ପ୍ରଥମ ଥେସଲୋନିକୀୟ 4 ପହାଡ଼ି 13 ପଦଡ଼ାଇ 18 ପଦ ଟୁକନା ଇସ୍ତା ବିରିସା ଜାମାନ ଏମ୍ବା ପାଉଲ ବେସ୍ପିନେଜୁ ଜେସଲାନି ଆଜୁ ଗୁଲେ ଲୋକତାସୁ ଏ ମୁଡେଙ୍ଗ ତାଙ୍ଗି ସାନାସୁ ଏମ୍ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଙ୍ଗେ ଗୁଲେ ଲୋକୁରି ଶାନ୍ତି ଏଙ୍ଗା ସାନ୍ତୋନାୟନ ମାଙ୍ଗସିଆନେଜୁ। ହାଲେଲୁୟା ହାଲେଲୁୟା। If you could read, please. ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ। କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ ଯୀଶୁ ମରି ପୁନର୍ବାର ଉଠିଅଛନ୍ତି, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ, ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳୀକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ଧନ୍ୟବାଦ। Dhanyavad. So the catching away of the church should bring comfort, not distress, because our Lord is redeeming us from this earth and the tribulation that will soon face it. ଆମମାନେ ଯୋଉ ଊର୍ଦ୍ଧ୍ୱକୁ ନୀତ ହେବା, ଏଇଟା ଆମମାନଙ୍କୁ କ୍ଳାନ୍ତ କରିବ ନାହିଁ, ଆମମାନଙ୍କୁ ସାନ୍ତ୍ୱନା ଦେବା ପାଇଁ, ଆମମାନଙ୍କୁ ଏଇ ଜଗତର ମୁକ୍ତି ଉଦ୍ଧାର କରିବା ପାଇଁ ଏ କାର୍ଯ୍ୟ କରାଯାଉଛି। जेडा गठी आबागंड राजा संडेरू आजु जो सेंडो सनासु एरे मांगे बाहसिए एयाकिबे एरे मांगे मांगे शांति सांत्वना सीबासेलु ईरे घटना घटी आने रोनीसी। Now, historically, the church at Thessalonica was founded in much persecution. ତେବେ ଐତିହାସିକ ଭାବରେ କହିବାକୁ ଗଲେ ଥେସଲୋନିକୀୟ ମଣ୍ଡଳୀ ଏହା ବହୁ ତାଡ଼ନା ମଧ୍ୟରେ ଗଠନ କରାଯାଇଥାଏ, ବହୁତ ତାଡ଼ନା ଦେଇକି ଯାଇଥିଲା। అనాడికి సేక బేలే పున్బా గట్టారు బ్రీసా మనారాజ్ కత్తా డెంగి జొది ఆజ్ ఎలుగినాసు థెసలోనికి మండోళి గాచి జూప్కా జుజురిడై ఏరే నోకికి సజా మనే। And go ahead. Yeah. And I'm sure there were probably martyrs in the church at Thessalonica. ମୁଁ ନିଶ୍ଚିତ ଭାବରେ ଗୋଟେ ବିଷୟ ଜାଣେ ଯେ ଏଇ ଥେସଲୋନିକୀୟ ମଣ୍ଡଳୀରେ ମଧ୍ୟ ଅନେକ ଲୋକ ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ସକାଶୁ ମୃତ୍ୟୁବରଣ କରିଥିଲେ। ఎంగాన్ రొండా కథ అను పుంజమాయి జే ఈ థెసలోనికి మండోళి తాని মানে లోకు తక గామే లోకు తక ప్రభు যীশু খ্রিস্ট ভাগা মধ্য এয়ার গুলে লোకు తక সাজা মানেరు এসো నక। And just as we read Acts 17 and see the hardships faced in Thessalonica, it's certain that it was hard for the Christians to live, and some had passed away. ତେବେ ପ୍ରେରିତ 17 ଅଧ୍ୟାୟରେ ଆମେ ଦେଖୁଛୁ ଥେସଲୋନିକୀୟ ମଣ୍ଡଳୀରେ ବହୁତ କଷ୍ଟ ଥିଲା, ସେମାନେ କ୍ଲେଶ ଦେଇକି ଯାଇଛନ୍ତି,
ଭାଇ ଭଉଣୀ ମାନେ ସେଠାକାର ଖ୍ରୀଷ୍ଟିଆନ ଲୋକମାନେ ఎంగా జేడగడ తత్తెరు প্রেরিত 17 পাহাড় তানি যদি আজ মেহনাসু ই থেসলোনিক মন্ডলী লোক তাকা অনেক ঝুপকা ঝুঝুরডাই এয়ার সাজা মানে রেঙ্গা এ মন্ডলী তিনি এয়ার গঠন গিয়া মানারা মেহপি মানাসু Paul says it's okay to sorrow, but don't sorrow as those that have no hope. ତେବେ ପାଉଲ ତେସଲୋନିକ ମଣ୍ଡଳୀକୁ କହୁଛନ୍ତି ଆପଣ ମାନେ ଦୟାକରି ଶୋକାକୁଳ ହୁଅନ୍ତୁ ନାହିଁ। ଶୋକାକୁଳ ହେବା ଏଇଟା ଏତେ ମାନେ ଖରାପ ବିଷୟ ନୁହଁ, ତଥାପି ବେଶୀ ଦୁଃଖିତ ହେବା ଦରକାର ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ବିଷୟ ଜାଣିଛନ୍ତି। ଏହା କି প্রেরিত পাউলো থেসলোনিক মন্ডলী লোকুরে আন বেসপিনেঞ্জু ইরু ডিবা ক্লাপা বা কিছু আব লুড়াসিডে যেহেতু পেনু মি বাগারন্ডা গামে সাঞ্জা মানারন্ডা ডেলিটা মানেঞ্জু କାରଣ ଅନେକ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ପାଇଁ ମୃତ୍ୟୁବରଣ କରିଥିଲେ, ତେଣୁ ସେମାନେ ଦୁଃଖରେ ଥିଲେ। అనాడి కిసే కా గామే లోకు తకా ప్రభు যিশু খ্রিস্ট বাগা সাজা মাসেరు এ আడి কি থেসলোনিকি মন্ডলী গাপসি এয়ারু বিকালড়াই মাসেరు He says, I understand your sadness, but I want to give you hope and comfort, knowing that you will see your loved one again in the clouds. ପାଉଲ କହୁଛନ୍ତି ତେସଲୋନିକ ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଯେଉଁମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଯେ ତୁମେ ଦୁଃଖିତ ହୁଅ ନାହିଁ, କାରଣ ତୁମେ ତୁମର ଲୋକମାନଙ୍କୁ ଯେଉଁମାନେ ମରିଛନ୍ତି ଖ୍ରୀଷ୍ଟଙ୍କ ପାଇଁ ସେମାନଙ୍କୁ ତୁମେ ମଧ୍ୟ ଆକାଶରେ ଭେଟିବ, ସାକ୍ଷାତ କରିବ। পাউলো থেসলোনিকে মন্ডলী লোকুরে আন বেসপি মানেঞ্জু যে এস্তি লোকু তাকা মি আরু এ আরু প্রভু যিশু বাগা সাজা মানে রেয়ার বাগা ইর বিকালা বা কুনা আনাড়ি কা রনিসি ইরু এ মধ্য আকাশতানি এ সাজা মানি লোকুরি গুলে লোকুরি ইরু পুন্ডিদেরু গুলে Hallelujah. So whether we're living or we die, we are the Lord's. ଆମମାନେ ମରିବା କି ବଞ୍ଚିଥିବା ଆମମାନେ ସମସ୍ତେ ପ୍ରଭୁଙ୍କର ଲୋକ, ଏଇଟା ଆମେ ଜାଣିବାକୁ ପଡିବ। या कि बे आजु सापा कासु कुई नी बाकासु आज गुले लोकुतासु पेनो लोकुतासु या आज गुले लोकुतास पुना कासु But Paul specifically addresses those of us that are alive at the day of Christ when the catching away of the church occurs. ତେବେ ପାଉଲ ସ୍ୱତନ୍ତ୍ର ଭାବରେ କହୁଛନ୍ତି ଯେ ଯେଉଁମାନେ ଆମମାନେ ପ୍ରଭୁଙ୍କ ପାଇଁ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ ଯେତେବେଳେ ତୁରି ବାଜିବ। ఏంగా పౌలో బెస్వి మానేంజు ఎస్తి లోకు తక ప్రభు যিশু খ্রিস্ট বাహতা మందన సాజ మనేరు ఎయారక ఊరెడెని ఉట్టినేరు నింగినేరు ఊరెడె నింగినేరు ఎసలాని తూడు ଏବଂ బీకానే ମଧ୍ୟ ଆକାଶକୁ ନୀତ ହେବେ। ఏంగా ఎగులే లోకు తక ఏ మూడెంగ్ తంగి ఎగులే లోకు తక సనేరు One of the comforts is knowing that when we're born again, we will see our loved ones in eternity future. ତେବେ ଗୋଟେ ମାନେ ପୁନର୍ଜନ୍ମ ପ୍ରାପ୍ତ ଲୋକମାନଙ୍କ ପାଇଁ ଗୋଟେ ସାନ୍ତ୍ୱନାର ବିଷୟ କଣ ମାନେ ଆମେ ମଧ୍ୟ ଆକାଶରେ ଦିନେ ଆମର ପ୍ରିୟର ଲୋକମାନଙ୍କୁ ସାକ୍ଷାତ କରିବା, ଦେଖିବା, ଏ ଆଖିରେ ଆମେ ଦେଖିବା ସେମାନଙ୍କୁ। ఎస్తి లోకు తక రిహే కి గాడి ఆజమనేరు యార్ ఏ లోకుర్ బాగా రొండే గాప్సి రొండే దేరి సుజోగో যে আজ গুলে লোকুতাসু এ মধ্য আকাশতানি ইসে কাই মুডেং তঙ্গা সানা সেঙ্গা গুলে লোকুরি সাজামানি লোকুরি উজু কানুডাই গুলে লোকুরি মেহনা সুবাদা সাপড়কা বেসান পেনুই পোঙ্গা বেঙ্গা লাকা দরি সিনাস গুলে লোকুরি হালেলুয়া Hallelujah. হালেলুয়া Now, this message is only a comfort if you are born again. ଏଇ ବାକ୍ୟ କାହାକୁ ସାନ୍ତ୍ୱନା ଦେବ ମାନେ ଆପଣ ପରିତ୍ରାଣ ପାଇଥିଲେ ହିଁ ଆପଣ ସାନ୍ତ୍ୱନା ପାଇବେ, ଯଦି ପୁନର୍ଜନ୍ମ ପାଇଛନ୍ତି ସାନ୍ତ୍ୱନା ପାଇବେ। ఈరే బెస్పా ఈరే పెను పుతి ఎంబెరి ఏరే శాంతి సంతోనా సీనే ఎస్తి లోకు తక రిహే గాడి ఆజమనేరు ఇసే కా డోయిడై యార్ ఎహ్పా పాంజానేరు ఏ లోకురి అక ఈరే బెస్పా సంతోనా సీబా మునే If you're not born again, you'll be separated from God for all of eternity. କିନ୍ତୁ ଦୁଃଖର ବିଷୟ କଣ ମାନେ ଯଦି ଆପଣ ଯୀଶୁ ଖ୍ରୀଷ୍ଟକୁ ଜାଣି ନାହାନ୍ତି, ପୁନର୍ଜନ୍ମ ପାଇନାହାନ୍ତି, ଆପଣ କିନ୍ତୁ ଭାଇ ଭଉଣୀ ମାନେ ପୃଥକ କରାଯିବେ, ଆପଣଙ୍କୁ ଉଠେଇକି ନିଆଯିବ ନାହିଁ। జేడ గట్టి ఆబాగంటే రాజా సండెరు రొండే బికాల్ తరకత అనారిసే కా గెటే ఈరు జొది రిహే గాడి ఆజా సిడేరు ఎహ్పా పాంజా సిడేరు ఇసే కా మీంగే సెండో కోబా ఏ యాకిబే మీంగే ఈరిమానే రహియాబాదీనే କିଛି ଭୁଲ ବୁଝିବେ ନାହିଁ, ଏଇଟା ସତ, ବାଇବେଲ କହୁଛି ସେ କଥା। ఎంగా ఇస్తా బెస్పాయి మనే ఎరా ఇర్ భూల్ బుజియా ఎరు జెహతు పెనుపుతి ఈరా బెస్సి మంజానే ఈరే సొత్తో కథ ఏ లోకు తక ఇమానే రహియానేరు God loves the world and he wants everyone to be reconciled to himself, but you must come through Jesus Christ and his finished work on the cross. ପରମେଶ୍ୱର ଜଗତକୁ ସେ ଏତେ ପ୍ରେମ କରନ୍ତି, ସେଇଥିପାଇଁ କାଲବରୀ କୃଷ ଉପରେ ଆପଣର ପ୍ରିୟ ପୁତ୍ରଙ୍କୁ ସେ ବଳି ଦେଲେ, ଯେପରିକି ଆମମାନେ ସେ ବଳି ଦ୍ୱାରା ଈଶ୍ୱରଙ୍କ ସହିତ ଆଉଥରେ ପୁନର୍ମିଳନ ହେବା। କେବଳ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା
ଏହା ହେଇପାରିବ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଙ୍ଗେ ଯେଟା ଜ୍ଞାତି ବାଗା ଏ ଆଞ୍ଜୁ ମାନେ କ୍ରୁଶ ତାନି ସାତେଞ୍ଜୁ ଏ କିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାର ସାବା ଦ୍ୱାରା କା ଆଜୁ ପେନୁ କେ ଆଡି ମିଡିଆ ବା ମୁନାସୁ ଏଙ୍ଗା ଏ ଦିନା ତାନି ସାଲବା ମୁନାସୁ। The world says you can go this way or that way, but Jesus says that's a broad path to destruction. You must come through Jesus, the way, the truth, and the life. ଜଗତର ଶିକ୍ଷା এই ପ୍ରକାର ଆପଣ ଯୁଆଡେ ଗଲେ ମଧ୍ୟ ହେବ ବୋଲିକରି କୁହନ୍ତି, କିନ୍ତୁ ପରମେଶ୍ୱର ଆମମାନଙ୍କୁ ଗୋଟିଏ ମାର୍ଗ ଦେଇଛନ୍ତି, ଗୋଟିଏ ପଥ ଦେଇଛନ୍ତି, ସଂକୀର୍ଣ୍ଣ ପଥ ଦେଇଛନ୍ତି। ସଂକୀର୍ଣ୍ଣ ପଥ ସେ ଛୋଟ ପଥ ଦେଇକି ଗଲେ ହିଁ ଆମେ ଈଶ୍ୱରଙ୍କ ରାଜ୍ୟକୁ ଯାଇପାରିବା। ಎಂಗ ಪೂರ್ತಿ ತಾನಿ ಬೇಗೆ ಬೇಗೆಲ್ತಾಯಿ ಪಹೆರಕ ಮನೋ ಜೇಡಗಡ ತತ್ತೆರು ಯಾಕಿಬೆ ಪ್ರಭು ಜಿಸ್ಸು ಕ್ರಿಸ್ಟೋ ಮಾಂಗೆ ಜೂಪಿ ಪಹೆರಿಯಾನ್ ಮಾಂಗಿಟ್ಟ ಜ ಮಂಜಾನೆಂಜು ಅಂಗೆಂಗ ಎಸ್ತೋನಕ ಎ ಜೂಪಿ ಪಹೆರಿಯ ಸನೆರು ಎ ಲೋಕುವಕ ಪೇನು ಬಹತಬ ಪೇನು ರಾಜ್ಯ ತಂಗಿ ಸಲ್ಬ ಮುನೆರು. There's only one name under heaven whereby a man may be saved, and that is the name of the Lord and Savior Jesus Christ. ଗୋଟିଏ ମାତ୍ର ନାମ ଦିଆଯାଇଛି, ଯେଉଁ ନାମ ଦ୍ୱାରା କି ସମଗ୍ର ମାନବ ଜାତିର ଲୋକମାନେ ପରିତ୍ରାଣ ପାଇପାରିବେ, ସେ ନାମ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା ಹಾಲೆಲೂಯಾ. ರೊಂಡಾನೆ ಪದ ಸಿಬಾಜ ಮನೆ ಎಂಗ ಏರೋ ಪದಡೈನೆ ಈ ಪೂರ್ತಿ ಲೋಕು ತಕ ಗುಲೆ ಲೋಕು ತಕ ಪಾನೆರು ಏರೆ ಪದ ಇನಿ ಪದ ಪ್ರಭು ಜಿಸ್ಸು ಖ್ರಿಸ್ಟ ಗುಲೆ ಲೋಕು ಬೆಸ್ನ ಏರೆ ಪದ ಇನಿ ಪದ. ಹಾಲೆಲೂಯಾ. Hallelujah. And that's a great comfort to us, because when we come into Christ, we all join one family. ଏଇଟା ଏଥି ଦ୍ୱାରା ପରମେଶ୍ୱର ଆମକୁ ମହା ସାନ୍ତ୍ୱନା ପ୍ରଦାନ କରୁଛନ୍ତି, କାରଣ ଯେତେବେଳେ ବିଶ୍ୱାସୀ ମାନେ ସମସ୍ତେ ଆମେ ଏକତ୍ର ହେବା, ଜମା ହେବା, ଆଉ ଆମମାନଙ୍କୁ ପରମେଶ୍ୱର କ'ଣ କରିବେ? ମହା ସାନ୍ତ୍ୱନା ପ୍ରଦାନ କରିବେ। ಎಂಗ ಜೇಡಗಡ ತತ್ತೆರು ಈರೆನೆ ಮಾಂಗೆ ಸಂತಿ ಸಂತುನ ಸೀಪ್ಕಿ ಮಂಜಾನೆ ಜೇಲು ಎಸೆಲ್ಲನೆ ಆಜ್ ಗುಲೆ ಲೋಕು ತಸು ರೋಬಹತ ಲೊಸಾನಸು ಏಡೆಲಿ ತಾನಿ ಫೇನು ಮಾಂಗ್ ಗುಲೆ ಲೋಕುರಿ ತಡ ಪರಿವಾರ ಜ್ಞಾನೆಂಜ ಎಂಗ ಮಾಂಗೆ ಗುಲೆ ಲೋಕುರಿ ಸಂತೋನ ಸಿಯಾನೆಂಜು. So the Apostle Paul specifically explains how the catching away will occur. ତେବେ ପ୍ରେରିତ ପାଉଲ ଅତି ସ୍ପଷ୍ଟ ଭାବରେ ସେ ଆମମାନଙ୍କୁ ବ୍ୟାଖ୍ୟା କରୁଛନ୍ତି ମଣ୍ଡଳୀ କିଭଳି ଭାବରେ ଉର୍ଦ୍ଧ୍ୱକୁ ଟେକିକି ଉଠେଇକି ନିଆଯିବ। ಎಂಗ ಯಾಡಿಕಿ ಪ್ರೇರಿತ ಪೌಲ ಮಾಂಗೆ ಕ್ಲರ್ನ ಪುನ್ಬಾಗಿಪಿ ಮಂಜಾನೆಂಜು ಜೆ ಈ ಮಂಡೋಳಿ ಸೆ ಕಾ ಮಾಂಗೆ ಎಸೆ ಕಾ ಇಸಿಂಗಿ ಎಂಗ ಸೆಂಡೋಕಿ ಮಾಂಗೆ ಮನ ಒಬಾನೆ. In verse 16, he says, the Lord Jesus Christ himself will descend to meet us in the clouds. ପ୍ରଥମ ତେସଲୋନିକେ 4:16 ପଦର ସ୍ପଷ୍ଟ ଭାବରେ କୁହାଯାଇଛି, ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ସେ କ'ଣ କରିବେ? ସ୍ୱର ଦ୍ୱାରା ସେ ଆମମାନଙ୍କୁ ପ୍ରକାଶ କରିବେ ଯେ ମଣ୍ଡଳୀ ଯେପରିକି ଉର୍ଦ୍ଧ୍ୱକୁ ଉଠେଇକି ନିଆଯିବ, ଆମେ ଯେପରିକି ମଧ୍ୟ ଆକାଶକୁ ଯିବା। ಪ್ರಥಮ ಥೆಸಲೋನಿಕೆ 4:16 ಪದ ತಾನಿ ಬ್ರೀಸಾ ಜಾನೆ ಜೆ ಪ್ರಭು ಯೀಶು ಖ್ರಿಸ್ಟ ಮಾಂಗೆ ಕ್ಲರ್ನ ಬೆಸ್ಪಿ ಮಂಜಾನೆಂಜು ಜೆ ಎಯಾಂಜು ಮಾಂಗೆ ಗುಲೆ ಲೋಕುರಿ ಎಯಾಂಜು ಸೆಂಡೋ ಗಿಸಿಂಗಿ ಒದಾನೆಂಜು ಎ ಬಿಸೋಡ ಎರೆಂಬ ಬ್ರೀಸಾ ಜಾಮನೆ. But just before we're changed and caught up to the clouds, the dead in Christ, those that have received Christ and have died before us, they will also be resurrected and join us in the clouds. Their bodies will be changed. ବଞ୍ଚିଥିବା ଲୋକମାନେ ମଧ୍ୟ ଆକାଶକୁ ନୀତ ହେବା ପୂର୍ବରୁ ଗୋଟେ ଘଟଣା ଘଟିବ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଯେଉଁମାନେ ବିଶ୍ୱାସ କରି ମରିଛନ୍ତି ସେମାନଙ୍କୁ ପ୍ରଥମରେ ଉଠେଇକି ରୂପାନ୍ତରିତ ଶରୀର ଦିଆଯିବ, ଆଉ ସେମାନେ ପ୍ରଥମରେ ଉର୍ଦ୍ଧ୍ୱକୁ ନୀତ ହେବେ ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରିବା ପାଇଁ। ಎಂಗ ಈ ಪೂರ್ತಿ ತಾನಿ ನೀಡೆ ಮನಿ ಲೋಕುರಿ ಬೇಲೆನೆ ರೊಂಡೆ ಘಟನಾ ಘಟಿಯಾನೆ ಏ ರಾತೆ ಎಸ್ತಿ ಲೋಕು ತಕ್ಕ ಪ್ರಭು ಯೀಶು ಖ್ರಿಸ್ಟ ಬಹತ ಮಂಜಾನ ಸಾಜ ಮನೆರು ಯಾರು ಉತೆ ಯಾರಿ ಒಬಾನೆ ಪ್ರಭು ಯೀಶು ಖ್ರಿಸ್ಟ ಮೂಡೆಂಗ್ ತಂಗ ಒನೆಂಜು ಎಂಗ ಏರೆಂಬ ಯಾರ್ ಗುಲೆ ಲೋಕು ತಕ್ಕ ಪ್ರಭು ಯೀಶು ಖ್ರಿಸ್ಟ ಕೆ ರಹಿಯಾನೆರು. And it's important to note that Jesus does not visibly return where everyone can see him. This is what we call a secret catching away. ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ କ'ଣ? ମାନେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ମଧ୍ୟ ଆକାଶକୁ ଆସିବେ ସମସ୍ତେ କିନ୍ତୁ ଦେଖିପାରିବେ ନାହିଁ, ସେଇଥିପାଇଁ ଏଇଟାକୁ କ'ଣ ବୋଲିକରି କୁହାଯାଉଛି? ଯୀଶୁ ଖ୍ରୀଷ୍ଟଙ୍କର ଗୁପ୍ତ আগমন। ಜೇಡಗಡ ತತ್ತೆರು ಪ್ರಭು ಯೀಶು ಖ್ರಿಸ್ಟ ಜಯ ಮೂಟೆಂಗ್ ತಂಗಿ ಬಾನೆಂಜು ಮಧ್ಯ ಆಕಾಶ ತಂಗಿ ಬಾಯಿನೆಂಜು ಯಾಕಿಬೆ ಗುಲೆ ಲೋಕು ಆಜ್ ಪುನಃ ಖಸು ಜೆ ಗುಲ್ಲೆ ಲೋಕು ತಕ ಪ್ರಭು ಯೀಶು ಖ್ರಿಸ್ಟ ಈ ಮೆಹಪಾ ಮೂ ಎರು ಯಾಡಿಕಿ ಬೆಸ್ಪಾಯಿನೆ ಈರೆ ಆತೆ ರಂಡೆ ಮನ ಗುಪ್ತ ಆಗಮನ ಇಸೆ ಕ ಮೆಹಪಾ ಮೂ ಅನರಿ ಆಗಮನ ಪ್ರಭು ಯೀಶು ಖ್ರಿಸ್ಟ ಈ ಮೂಟೆಂಗ್ ತಂಗಿ ಬಾನೆಂಜು. And Paul makes it clear that his feet don't touch the ground like they do in Revelation 19.
ତେବେ ପାଉଲ ଏଠାରେ ସ୍ପଷ୍ଟ କରୁଛନ୍ତି ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ ପ୍ରଥମ କରି ମଧ୍ୟ ଆକାଶକୁ ଆସୁଛନ୍ତି ସେ ତାଙ୍କର ଚରଣ ସେ ପୃଥିବୀରେ ରଖୁନାହାନ୍ତି ଯେମିତି ପ୍ରକାଶିତ 19 ଅଧ୍ୟାୟରେ ଲେଖାଯାଇଛି। जेहेतु प्रभु जीशु ख्रिस्ट एसलाने यांजु ए मध्य आकाश तांगी सेगा मूडेंग तांग बानेजु एडेली तनी यांता ई काट का ई पूर्ति तनी निसामु ई पूर्ति तांगी दी ए इसिंकी प्रकाशित 19 पहाड़ तनी ब्रिज आजा मनी डेहिंगी। So as we're all gathered in the air with celestial bodies, we go to the third heaven with the Lord Jesus Christ. आमे समस्त रूपांतरित से नूतन शरीर रे मध्य आकाश को नित हेबा प्रभु जीशु ख्रीष्ट सहित साक्षात करबा पई जेडा गटी आजा संडेरु आबांगंडेरु ईरे गांडी उथे मलीने या ढें तरने गांडी रहिया ए बेगल तरा गांडी सियाने जु प्रभु जीशु ख्रीष्ट इसिंकी आज गुले लोकतासु ए सेंडो की सालबा मुनासु। And the text says that we will ever be with the Lord, and that is why we rule and reign with him as priests and एठारे kings. बाइबल कहूची शास्त्र कहूची जे आमाने सब बेले अनंत काल पर्यंत आमे तांको सहित ही रहिबा। जेडा गडा तेरु ईरे पेनु पुति मांगे क्लारना बेस्वी मंजाने आजु कालें काला एन बख्ता आजु रहिया नासु गुले लोकु बेसनासना हालेलुया। Hallelujah. These words are intended to bring us comfort as the passage ends in verse 18. एठारे जो 18 पद पर्यंत कहा जाइछि एठारे केवल आमानकर सांत्वना निमंते ए समस्त पद दिया जाइछि जेपर कि आमे हतबुद्धि न हेउ। जेहेतु इरिंबा 18 पद टुकना एस्ता बेस्पा जाने ब्रीसा जामाने पुनबा गिबा जामाने एम्बा केवल मांगे शांति सांत्वना सीवा से लका एरा मांग बेस्पा जाने इसिंग आजु माने बाई बुंबु आसु। So remember that Paul was writing these words to bring comfort to the church because some assumed that they were already in the tribulation. तबे पाउल मंडली रे जो माने दुख रे थिले जो माने क्लेश भोग करुथिले सेमानक पाई सेमानक सांत्वना देबा पाई एई शास्त्रांश बा प्रथम थेसलोनिक 4 अध्याय लिखिथिले कारण से माने भाबुथिले बोधे आमे महाक्लेश मध्य देई कि वर्तमान जाउछु बोली भाबुथिले भूल बुझुथिले। अनाड़ी किसे का जेडा गटी आबागंडे राजा संडेरु थेसलोनिक मंडली लोकुतका एस्ती जुबका जुजुरी बिकालड़ाई मसेरु यार रोंडा कता एलुगी पिसेरु अनाड़ी किसे का आजु हुए तो ए ड्रेई जुबका जुजुरी तानी आजु दीना सुइंजाना यार बिकाल तानी मसिबागा पाउलो यार ईरा कता क्लारना पुनबागी पी मानेजो। Paul doesn't call this the day of the Lord, but in 1 Thessalonians chapter 5, he speaks of the day of the Lord, which is the day when Jesus Christ does return at the end of the tribulation and establish his kingdom on the earth. तेबे एई 4 अध्याय रे पाउल एडा को प्रभुंकर दिन बोली कर कहउनांती किंतु प्रभुंकर दिन शब्दटा आ से 5 अध्याय रे कहा जाइछि जे प्रभुंकर दिन केते बेले हबो जेते यीशु ख्रीष्ट ए जगत को पृथ्वी को आसी पाद पकेबे तांको राज्य स्थापन करिवे सेते बेले प्रभुंकर दिन आसीबो। जेडा गटा ततेरु ई चारि पर्वतानी पेनु तारी दिनाई जाना इरिंबा ब्रिसा जसिरे या किबे पांचो पर्वतानी पेनु तारी दिनाई जान ब्रिसा जाने एरे पेनु तारी दिना ऐसे काने ऐसे कि प्रभु यीशु ख्रीष्ट ई पूर्ति तांगी बाने जो एरे एडेली तानी पेनु तारी दिना इरिंबा आने इंजाना पाउलो इरिंबा बेस्वी माने जो। In the passage, God says that we're not appointed to wrath, but we obtain salvation by our Lord Jesus Christ. एठी बाइबल रे कहा जाइछि आमाननको क्रोधर दिन निमंते निरूपण करा न जाय आमानको महापरित्राण मुक्तिर दिन निमंते निरूपण बा बचा जाइछि। अनाड़ी किसका पेनु पुथी तनी ब्रिसा जामने पेनु सोडांगानर दिना तनी मांग इबगा तंगी आए या किबे आजु आमानको परित्राण महापरित्राण पाई आमानको निरूपण करा जाइछि। पेनु पेनु जो सोडांगा जान पूर्ति तंगी बाने जो ए दिना ते सेलु पेनु मांगे आस्का सिडराइन जो या किबे माई बागारोंडे एप्पा मने ए एप्पा सेलु मना मांगे आस्का जा मने गुले लोक बेसना सा हालेलुया हालेलुया ओटे थोरे बेसना सा हालेलुया। And so the Apostle Paul knew, the disciples knew, that there was a time of tribulation because Jesus taught them that in Matthew 24. प्रेरित पाउल एवं समस्त यीशु ख्रीष्टଙ୍କର शिष्य माने भल भाव जानिथिले जे महाक्लेश केतेबेले हबो ना माथ्यू 24 अध्याय रे महाक्लेश हबो यीशु ख्रीष्ट आपना शिष्य मानकु स्पष्ट भाବରେ शिक्षा देइथिले। एंगा पेनु तडा पुनबा गटका एंगा पाउलो प्रभु यीशु ख्रीष्ट यान पुंजा सेंजु जे ऐसे का एरे मना जुब का जुजुर तारे डेली बाने अनाड़ी किसे का माथ्यू पुती
24 अध्याय 24 पर्वतानी ब्रिज आजा माने जे एरे दिन ऐसे काबा मुने जेडा गटा ततेरु निंगी निंगी साले रुंबाई रो आतर किन्ना ससे नेगी आने तापर रोटे निंगे राई ओके So the Apostle Paul is reminding the church that they're not appointed to that wrath. That is something God has reserved for Israel to restore them after their rejection of the Messiah. ତେବେ ପ୍ରେରିତ ପାଉଲ ମଣ୍ଡଳୀର ଲୋକମାନଙ୍କୁ ମନେ ପକାଇ ଦଉଛନ୍ତି, ଚେତନା ଦଉଛନ୍ତି ଯେ କଣ ମାନେ ଏଇ ଯୋଉ କ୍ରୋଧଟା, ଏଇ ଯୋଉ ପରମେଶ୍ୱରଙ୍କର କ୍ରୋଧର ଦିନ ଏଇଟା ମଣ୍ଡଳୀ ପାଇଁ ନୁହଁ, ଏଇଟା ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହେଲା ପରେ ଅବିଶ୍ୱାସୀ ମାନଙ୍କ ପାଇଁ ମହାକ୍ଲେଶ ରହିଛି, ସେ କଥା କହୁଛନ୍ତି ପ୍ରେରିତ ପାଉଲ। ಎಂಗ ಜೇಡಗಡ ತತೆರು ಪ್ರೇರಿತ ಪೌಲೋ ಈ ಪೇನು ಸೋಡಾಂಗ ಅನಾರ ದಿನ ಈರೆ ಮಂಡಳಿ ತನಿ ಮನಿ ಲೋಕುರಿ ಬಾಗ ಎ ಪೇನು ಈ ಪುಂಜ ಮನಿ ಲೋಕುರ್ ಬಾಗ ಯಾಕಿ ಎಸ್ತಿ ಲೋಕು ತಕ ಪೇನು ಈ ಪುಂಜ ಮನೆ ರಿಸೆಕ ಈರೆ ಮಂಡಳಿ ಸೆಂಡೋಕಿ ಒಬಾನಿ ಪೋರೆ ಎಸ್ತಿ ಲೋಕು ತಕ ಈರಿ ಪೂರ್ತಿ ತನಿ ರಹಿಯಾನೆರು ಯಾರು ಸಾರೋಕಿ ಜುಬ್ಕ ಜುಜುರಿ ಯಾರು ಪಾನೆರಿಂಜಾನ ಪ್ರೇರಿತ ಪೌಲು ಇಂಬ ಬೆಸ್ವಿ ಮಂಜಾನೆಂಜು. So the scripture teaches us in Romans 11 that God still has a plan to restore his people Israel. ରୋମିଓ 11 ଅଧ୍ୟାୟରେ ଧର୍ମଶାସ୍ତ୍ର ଅତି ସ୍ପଷ୍ଟ ଭାବରେ ପ୍ରକାଶ କରେ ଯେ ପରମେଶ୍ୱରଙ୍କର ହୃଦୟ ଏବେ ମଧ୍ୟ ଇସ୍ରାଏଲ ଲୋକମାନଙ୍କ ପ୍ରତି ଅଛି, ସେମାନଙ୍କୁ ପୁନରୁଦ୍ଧାର କରିବା ପାଇଁ। ಅನಾಡಿ ಕಿಸೆ ಕಾರ ರೋಮಿ ಎಗಾರ್ ಪಹಾಡ ತಾನಿ ಬ್ರೀಸಾ ಜಮನೆ ಎರೆಂಬ ಕ್ಲರ್ನ ಬೆಸ್ಪಾ ಜಮನೆ ಪೇನು ತರಿ ಜೇಡಾ ಇದೇ ಟುಕ್ನ ಎ ಇಸ್ರಾಯಲ್ ಲೋಕುರ್ ಬಾಗ ಮನೆ ಇಸಿಂಕಿ ಇಸ್ರಾಯಲ್ ಲೋಕು ತಕ ಯಾರು ಏಲು ತಿಹ್ನೆರು. But that will not occur until after the catching away of the church as God turns his attention to ଇସ୍ରାଏଲ Israel on ଲୋକମାନଙ୍କୁ earth. ପୁନରୁଦ୍ଧାର କରିବାର ସମୟ ସେ ପର୍ଯ୍ୟନ୍ତ ଆସିବ ନାହିଁ ଯୋ ପର୍ଯ୍ୟନ୍ତ ମଣ୍ଡଳୀ ଉର୍ଦ୍ଧ୍ୱକୁ ନିଆଯାଏ ନାହିଁ। ସେ ମଣ୍ଡଳୀ ଉର୍ଦ୍ଧ୍ୱକୁ ନିଆଗଲା ପରେ ହିଁ ଇସ୍ରାଏଲ ଲୋକମାନଙ୍କ ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କାରବାର କରିବେ, ସେମାନଙ୍କର ବିଷୟରେ ଚିନ୍ତା କରିବେ। ಜೇಡಗಡ ತತೆರು ಇದೇ ಟುಕ್ನ ಇಸ್ರಾಯಲ್ ಲೋಕು ಇಸಿಂಗೇಲು ತಿಹ್ನೆರು ಏರೆ ಕಬಾಡಿ ಇದೇ ಕುನ ಟೋಂಡಸಿದೆ ಅನಾಡಿಕಿ ಟೋಂಡಸಿದೆ ಎಂಬ ತರ ರೊಂಡೆನೆ ಉದ್ದೇಶ ಐ ಮಾನೆ ಜೆ ಈ ಮಂಡಳಿ ಸೆಂಡೋ ಕೊಬಾ ಆನಿ ಟುಕ್ನ ಎ ಇಸ್ರಾಯಲ್ ಲೋಕು ತಕರ್ ಬಹತಾ ಪ್ರಭು ಯೇಸು ಖ್ರಿಸ್ತ ತಾಂದರ ಕವಾಡಿ ಆನ್ ಪೂರಿಗೆ ಬಾಮು ಎಂಜು. So as we're going through the judgment seat of Christ in the third heaven, Israel is going through judgment on earth in this first heaven. ଆମେ ଯେତେବେଳେ ମଧ୍ୟ ଆକାଶକୁ ତୃତୀୟ ସ୍ୱର୍ଗକୁ ଯୀଶୁ ଖ୍ରୀଷ୍ଟଙ୍କର ଉପସ୍ଥିତକୁ ଯାଉଥିବ, ଆମେ ସେହି ସମୟରେ ଏ ପୃଥିବୀରେ ଇସ୍ରାଏଲ ଲୋକମାନଙ୍କ ପ୍ରତି, ଅବିଶ୍ୱାସୀ ମାନଙ୍କ ପ୍ରତି 7 ବର୍ଷ ମହାଭୟଙ୍କର କ୍ଲେଶ ହେବ। ಜೇಡಗಡ ತತೆರೆಸಲಾನಿ ಗುಲೆ ಲೋಕು ತಕ ಪೇನು ಪುಂಜ ಮಾನಿ ಲೋಕು ತಕ ಎ ಸ್ವರ್ಗ ತಂಗಿ ಆಜು ಸನಸು ಎಂಗ ಈ ಪೂರ್ತಿ ತನಿ ಮಾನಿ ಇಸ್ರಾಯಲ್ ಎಂಗ ಪೇನು ಪುಂಜ ಸಿಡಾನಿ ಒಬಿಸಾಸಿ ಲೋಕುರ್ ಬಾಗ ಎ ಸತೋ ಬಸಾರ್ ತರಿ ಎರೆ ಗಾಪ್ಸಿ ಜೂಪ್ಕ ಈ ಪೂರ್ತಿ ತನಿ ಟೌಂಡಿನೆ. So God has given us this mystery so it can bring us comfort. ପରମେଶ୍ୱର ଆମମାନଙ୍କୁ ଏହି ନିଗୁଡ ତତ୍ତ୍ୱ, ନିଗୁଡ କଥା କହିଛନ୍ତି, ଯେପରିକି ଏହି ନିଗୁଡ ବାକ୍ୟ ଦ୍ୱାରା ଆମମାନେ ଶାନ୍ତି ଏବଂ ସାନ୍ତ୍ୱନା ପାଉ। ಎಂಗ ಪೇನು ಮಾಂಗೆ ಈ ಪೇನು ಪುತಿ ತನಿ ಲಾಯಿ ಮನರ ಕಥ ಬೆಸ ಮಂಜಾನೆಂಜು ಎಂಬ ತರೊಂಡೆ ಕಾರಣ ಜಡಗಡ ತತ್ತೆರು ಆಜಿ ಸಿಂಗಿ ಉದೆಂಕುತ ಆಜು ಸಂತಿ ಸಂತೋನ ಪಾನ್ ಬಿದುಹ್ನು ಆಸು. And in the book of Revelation, chapter 4, God ties it all together for us. ତେବେ ପ୍ରକାଶିତ 4 ଅଧ୍ୟାୟରେ ପରମେଶ୍ୱର ଆମେ ସମସ୍ତଙ୍କୁ କଣ କରୁଛନ୍ତି, ଏକତ୍ର କରୁଛନ୍ତି, ଜମା କରୁଛନ୍ତି। ପ୍ରକାଶିତ 4 ଅଧ୍ୟାୟରେ ಎಂಗ ಪ್ರಕಾಶಿತ ಚಾರಿ ಪಹಾಡ ತನಿ ಎಂಗ ಪೇನು ಪುಂಜ ಮಾನಿ ಲೋಕುರಿ ಪೇನು ಪ್ರಭು ಯೇಸು ಖ್ರಿಸ್ತ ಗುಲ್ಲೆ ಲೋಕುರಿ ರೋ ಬಹತಾ ಯಾ ಲೋಕ ಗಿಪಿ ಮಾನೆ ବିଶ୍ୱାସୀ ମାନଙ୍କୁ ಪೇನು ಪುಂಜ ಮಾನಿ ಲೋಕುರಿ ಪೋರ್ತೆ ಗಿಪಿ ಮಾನಿ ಲೋಕುರಿ. Let's look at Revelation chapter 4 verses 1 and 2. ଦୟାକରି ପ୍ରକାଶିତ 4ର 1-2 ଜୋର ସେ ପଢନ୍ତୁ। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ, ପୁଣି ତୁରୀ ଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି ତାହା କହିଲା, ଏଠାକୁ ଉଠି ଆସ, ଯାହା ସବୁ ଏହାପରେ ଅବଶ୍ୟ ଘଟିବ ସେସବୁ ଆମ୍ଭେ ତୁମକୁ ଦେଖାଇବୁ। ସେହି କ୍ଷଣି ମୋ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି ସିଂହାସନ ଉପରେ ଜଣେ ଉପବିଷ୍ଟ ଅଛନ୍ତି। Dhanyavad. In Revelation chapter 4 verses 1 and 2, we see that the apostle John he's taken up, he's caught up like we are to heaven. ପ୍ରକାଶିତ 4ର 1-2 ପଦରେ ପ୍ରେରିତ ଯୋହନଙ୍କୁ ଉର୍ଦ୍ଧ୍ୱକୁ ଉଠେଇକି ନିଆଯାଉଛି। ସେ ହେଉଛନ୍ତି ମଣ୍ଡଳୀ ଆମମାନଙ୍କର ଛବି ପ୍ରତୀକ। ಎಂಗ ಜೇಡಗಡ ತತೆರು ಪ್ರಕಾಶಿತ ವಾಕ್ಯ 2 ಪಹಾಡಿ 4ର ಸಾರಿ 1-2
चारि पहाड़ी 1-2 पद तानी जहनो इ सेंडो की ओबाई माने एया जाइने जु प्रथम माई बागारो आजु तो जाई मानाजुर निदर्शन स्वरूपे The revelation of Jesus Christ, or what we call it, the book of Revelation, is given to the churches. Revelation 4 or 1 and verse 4 says. ତେବେ ପ୍ରକାଶିତ 4:1-2 ପଦରେ ଏଠାରେ ମଣ୍ଡଳୀକୁ ଏ କଥା କୁହାଯାଇଛି ମଣ୍ଡଳୀ ନିମନ୍ତେ এই କାର୍ଯ୍ୟ କରାଯିବ। एंगा मन प्रकाशित चारि पहाड़ी 1-2 पद तानी एस्ता ब्रिसाज माने एरे केवल मंडली बागा इरा कबाड़ी गिबा ने जेडा गडा ततेरु एंगा इ मंडली बागा ए विषय रे पुनबा गिबा जा माने ପୁରା ଘୋଡ଼ି ଦିଅ ସେମାନଙ୍କୁ। ହଁ, yes. So we see Jesus Christ in his glory in its introduction in chapter 1, and then okay. Yeah. ପ୍ରକାଶିତ ତାର 1 ଅଧ୍ୟାୟରେ ଆମେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ ସେ କଣ ହେଉଛନ୍ତି ପ୍ରକାଶିତ ହେଉଛନ୍ତି ନିଜକୁ ସେ ପ୍ରକାଶ କରୁଛନ୍ତି ସେଠାରେ। एंगा प्रकाशित पुति इसे का माने तोंजिनारे पुति एको पर्वतानी प्रभु यीशु ख्रीष्ट निजको यान तोस भी मानारा आज मेहपी मानासु एंबा And all the content of Revelation 2 and 3 deals with the churches of Asia. ଏବଂ ପ୍ରକାଶିତ 2-3 ଅଧ୍ୟାୟରେ ଏଠାରେ ସପ୍ତ ମଣ୍ଡଳୀ ବିଷୟରେ କୁହାଯାଉଛି। एंगा माने प्रकाशित 2 एंगा 3 पदतानी अध्याय। 3 पर्वतानी एंगा 7 गोटा मंडलिंग बिसोडा एरेंबा पुनबागी बाजा माने And then suddenly in Revelation 4:1 a door opens and the church is taken up. ଏବଂ ହଠାତ୍ କଣ ହଉଛି ପ୍ରକାଶିତ 4 ଅଧ୍ୟାୟରେ 1 ପଦରେ ସ୍ୱର୍ଗରେ ଏକ ଦ୍ୱାର ଉନ୍ମୁକ୍ତ ହେଉଛି ମଣ୍ଡଳୀ ଉଠିକି ଯିବା ପାଇଁ ମଣ୍ଡଳୀ ପ୍ରବେଶ କରିବା ପାଇଁ। एंगा रोंडे देराड कबाड़े एरेंबा पूरी आई माने प्रकाशित वाक्य 4 पहाड़ तानी जे सेंडो मुडेंगे गाई माने एंगा उथे ई पूर्ति तार मंडली ए बहतांग स्वर्ग तांगी साजी माने ସମସ୍ତେ କରତାଳ ଦେବା सापड़का बेनाई पेनो ଭାଇ पोंगा बेंगा सीनास जेडा गडा ततेरु And we don't see the church reappear again until after the second coming in Revelation 21:2 and 21:9 and chapter 22 and verse 17. ତେବେ ପ୍ରକାଶିତ 21 ପ୍ରକାଶିତ 22 ଅଧ୍ୟାୟ ପର୍ଯ୍ୟନ୍ତ ଆଉ ମଣ୍ଡଳୀ ପ୍ରକାଶିତ 21 ର 2-9 ପଦ ପ୍ରକାଶିତ 22 ର 17 ପଦ ପର୍ଯ୍ୟନ୍ତ ଆଉ ମଣ୍ଡଳୀ ଦେଖାଯାଉ ନାହିଁ। ମଣ୍ଡଳୀ ଯୀଶୁଖ୍ରୀଷ୍ଟଙ୍କ ସହିତ ସେହି ସମୟରେ ଆଉ ଥରେ ପୃଥିବୀକୁ ଫେରିକି ଆସିବ। जेडा गठी आबागंडे राजा संडेरु इसे का प्रकाशित पुति 21 पहाड़ी 2 पद एंगा 9 पद एंगा 22 पहाड़ 17 ପଦ 22 पहाड़ी 17 पद तानी ओटे मंडली रिंबा तोस्की सिडे जेहेतु मंडली सेंडो माने एंगा मंडली एंगा प्रभु यीशु ख्रीष्ट आडाना ओटे रिहे की पूर्ति तांगी एबे बानो गुले लोक बेसना सो हालेलुया Hallelujah. And the reason that you don't see the church is because between Revelation chapter 4 and Revelation 19 is the tribulation period, is Daniel's 70th week. କାହିଁକି ମଣ୍ଡଳୀ ବିଷୟରେ କୁହାଯାଉ ନାହିଁ ପ୍ରକାଶିତ 4 ର 19 ପଦ 19 ଅଧ୍ୟାୟ ପର୍ଯ୍ୟନ୍ତ କାରଣ ମଣ୍ଡଳୀ ଉଠେଇକି ନିଆଯାଇଛି ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତ ରହିଛି ସେହି ସମୟରେ 7 ବର୍ଷ ମହାକ୍ଲେଶ ଏ ପୃଥିବୀରେ ଘଟିବ। इनाड़ी की जेडा गडा ततेरु प्रकाशित वाक्य 4 पहाड़ी 19 पदोडाई 19 पर्व टुकुना मंडली विषय रेंबा सिडे एंबा तार कारण जेतु मंडली पेनु बहतांगी ओबाजा माने एंगा ई पूर्ति तनी गापसी जुबका जुजुरी पूरी आने ମଣ୍ଡଳୀ କହିଲେ ଆପଣ ମାନେ ଆଉ ମୁଁ एंगा मंडली से का इरु एंगा आज गुले ଆମେ ଯୀଶୁଖ୍ରୀଷ୍ଟଙ୍କ ସହିତ ସେ ସମୟରେ ରହିବା। ए डेली तनी आज गुले लोकुतासु प्रभु यीशु ख्रीष्ट बहता आज रही आनासु। Amen. And so one of the things that I have neglected to talk about as we've gone through these 3 passages is the trump. ତେବେ ଏଇ ଯୋଉ 3 ଗୋଟି ଶାସ୍ତ୍ରାଂଶ ଆମେ ଦେଖିଲୁ ପ୍ରଥମ କରନ୍ତୀୟ ତେସଲୋନିକୀୟ ଏସବୁ ରୋମିଓ ଏସବୁ ଦେଖିଲୁ ଏ 3ଟା ଶାସ୍ତ୍ରାଂଶରେ ଗୋଟେ ବିଷୟକୁ ମୁଁ ଛାଡ଼ି ଦେଇଛି ତୁରି एंगा जेडा गडा ततेरु प्रथम करंती एंगा प्रथम थेसलोनिकीय एंगा କରନ୍ତୀୟ करंतीय पुती तानी जो 3 गोटा पुतिंग मेहतासु पोडियातासु ग्रामबितासु एंबा आन रोंडा विषय आनु बुर्जा मा इसे कान मिंग बेसा सिड्राइने एराते इनारी तूडू इस तरह की तूडू बीकाने मोहरी इंजिना साजु विशेष करी तूडू We saw the trump in 1 Corinthians 15, 51 and 52, and also 1 Thessalonians 4, 13 through 18, and it clearly speaks to John in John 4 and verse 1. ପ୍ରଥମ କରନ୍ତୀୟ 15 51 52 ପଦରେ ଏବଂ ଆମମାନେ ପ୍ରଥମ ତେସଲୋନିକୀୟ 4 13 ରୁ 18 ପଦ ମଧ୍ୟରେ ଆମେ ସେଇ ତୁରି ବିଷୟରେ ଦେଖୁଛୁ ଭାଇ ଭଉଣୀମାନେ ଏବଂ
ସେଇ ତୁରୀ ଯେତେବେଳେ ଶବ୍ଦ ହେବାରୁ ପ୍ରେରିତ ଯୋହନ ସେ ମଧ୍ୟ ଆକାଶକୁ ନୀତ ହେଇଥିଲେ ପ୍ରକାଶିତ 4:1 ପଦରେ। যেটা গাঠি আবাগান্ডেরু আজা সান্ডেরু প্রথম করন্তীয় 15 পাহাড়ি 51-52 পদ এঙ্গা থেসলোনিকীয় 4 পাহাড়ি 13 এড়াই 18 পদ টুকুনা ତୁରୀ ଯା এরেম্বা এ তুড়ু বিকিনারি বিষয় মানে তুড়ু এরেম্বা মানে ଆଉ ପ୍ରକାଶିତ 4:1 ପଦରେ ସେଇ ତୁରୀ ବାଜିବାରୁ ଆଉ ଯୋହନ ପ୍ରେରିତ ଯୋହନ ମଧ୍ୟ ଆକାଶକୁ ନୀତ ହେଲେ। এঙ্গা প্রথম প্রকাশিত বাক্য 4 পাহাড়ি 1 পদ তানি এ তুড়ু বিকাঙ্গে পান্ডা জামানি শিষ্য হইছে কা জহন এ আঞ্জু এ মানা মুডিং তাঙ্গে আন সাসেনজু। When John gets caught up, he doesn't hear the voice of Donald Trump or Barron Trump in our country. He hears the voice of the Lord Jesus, it sounds like a trump and the ଯେତେବେଳେ archangel. ଯୋହନ ଉଠେଇକି ନିଆଯାଉଛନ୍ତି କାର ତୁରୀ ବାଜିବାରୁ ଡୋନାଲ୍ଡ ଟ୍ରମ୍ପ କି ନରେନ୍ଦ୍ର ମୋଦିର କି ଆମମାନଙ୍କର ମୋହନ ମାଝିର ତୁରୀ ବାଜି ନଥିଲା, ସେଠି କାର ତୁରୀ ବାଜିଲା? ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ତୁରୀ ଉଚ୍ଚ ସ୍ୱରରେ ବାଜିବାରୁ ମଣ୍ଡଳୀ ବା ଯୋହନ ঊর্ধ্বକୁ ନୀତ ହେଇଥିଲେ। যেটা গাঠি আবাগান্ডেরু আজা সান্ডেরু এসলানি তুড়ু বিকাতে এঙ্গা এ তুড়ু যেতেবেলে বিকাতে এরে তুড়ু ইসে কা আমেরিকান রাষ্ট্রপতি ডোনাল্ড ট্রাম্প এ আন তুড়ু বিকাঙ্গে আয়ে কি ভারতর প্রধানমন্ত্রী নরেন্দ্র মোদী এ আন্তার তুড়ু বিকাঙ্গে এ জহন সেন্ডক সালাতেঞ্জু এ কিবে এসলানি প্রভু যীশু খ্রিস্ট তার ইস্তার তুড়ু বিকাতে বিকাঙ্গে এ আনজি পূর্তিড়াই এ আন সেন্ডক সাসেঞ্জু। ହାଲେଲୁୟା হালেলুয়া। So we're listening for a trump right now. ବର୍ତ୍ତମାନ ଆମମାନେ ସେ ତୁରୀର ଅପେକ୍ଷାରେ ଅଛୁ ଭାଇ ଭଉଣୀ ମାନେ। যেটা গাঠি আবাগান্ডে রাজা সান্ডেরু ইদে আজু এ তুড়ু এসে বিকানে এরা আজু কাসানা আজু মানাসু। There are no signs, there's nothing else that has to be done. God could blow the trump before this message ends. ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଯେ ଆଉ କୌଣସି ଚିହ୍ନ କି ଲକ୍ଷଣ ଦିଆଯିବ ନାହିଁ। ଏ ବାକ୍ୟ ସରିଲା ପରେ ତୁରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବଜାନ୍ତୁ, ସେ ବଜେଇ ସେ ତୁରୀ ଶୁଣିବା ପାଇଁ ଆମେ ଅପେକ୍ଷାରେ ଅଛୁ। যেটা গাটা তাতেরু ইরা রন্ডা কথা ইর গুলে লোকু তাতের পুঞ্জু ওটে বেগা বেগেলতা মিডিউঙ্গা ওটে সিবা একি তোসবা এ রন্ডেনে মিডিউ এর তোঞ্জিনে বাইরা বেনাসু এরে এসে কা এরে তুড়ু বিকানে এঙ্গা বিকিন্ডেঙ্গা আজ গুলে লোকতা সেম্বাং সানাসু। The trump could blow and we'd all miss lunch on earth. ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଆମେ ଖାଇବା ସମୟରେ ହେଲେ ହଠାତ୍ ସେ ତୁରୀ ବାଜି ଯାଉ ବୋଲି ମୁଁ ଭାବୁଛି। ఎంగా ఆగ్యా బెస్పి మంజానేరు ఆగ్యా బెస్పి జానేరు ఎంగా ఇసే కాజ్ తింజి దుహనాసు ఎంగా ఏడలితని బెలే ఏరే తుడు బీకా పకారి మాయింజానా ఆగ్యా రమో నాయి ଚିକେନ ମାନେରୁ ଅଧା ଖାଇଥିବେ ଅଧା ଥିବ, ପ୍ରଭୁ ଆଉ ଟିକେ ପୁରେ ଖାଇଥିଲେ ଭଲ ହେଇଥାନ୍ତା ବୋଲି ଭାବିବେ ଆପଣ। ఎంగా ఇసలాని ఆజు ఉంగా মানে কান্ডে মডকসা দুহনাসু এ রো কান্ডা তারা ইকে মডকসা দুহনাস ওটিকে মঞ্জা দুহনে এডেলিতনি এলু গিপি দুহনাস আজু এ প্রভু ইয়া বেলে কান্ডে মডকসা দুহপা কানমা এমবাট কাইরে তুড়ু বেলে বা পাকার মাইনজান এলু গিপি দুহনাসু এয়া কিবে জেডা গাডা তাতেরু আজ্ঞা এয়া ঢেঙ্গি এলু গিপি মা ইনজানে আন বেসপি মানজানে জু। Some think that the rapture is tied to the feast cycle with Israel, but the Bible says we can go up at any time. ତେବେ ଅନେକ ଲୋକ ଶିକ୍ଷା ଦିଅନ୍ତି ଯେ ଇସ୍ରାଏଲର ଯୋଉ ସମସ୍ତ କଣ ରହିଛି ପର୍ବ ରହିଛି, ସେ ପର୍ବ ସହିତ ଆଉ ଏଇ ଯୋଉ ମାନେ ମଣ୍ଡଳୀ ঊର୍ଦ୍ଧ୍ୱକୁ ନିଆଯିବା ବିଷୟରେ ଜଡ଼ିତ ରହିଛି ବୋଲି କୁହନ୍ତି, କିନ୍ତୁ ନୁହଁ। ଯେ ମଣ୍ଡଳୀ ଯେକୌଣସି ମୁହୂର୍ତ୍ତରେ ସମୟରେ ହଠାତ୍ ঊর্ধ্বକୁ ଉଠାଯାଇପାରେ। যেটা গাটা তাতেরু অনেক লোক তাকা অনেক প্রচারকঙ্গা ইয়া ঢেং শিক্ষা শিবকি মানেরু ইসরায়েল দিনাতানি ইসরায়েল লোকুর বাস্তে স্থাই বারবাঙ্গা মানো এঙ্গা হুয়ে তো এডেলিতানি আনে ই প্রকারে আর শিক্ষা শিবকিনেরু কিন্তু আয় যেটা গাটা তাতেরু এরে কেবল রন্ডে কেবল মন্ডলী বাগা এর কাবাড় আনে এরে উতে কানু মিটিসনি ঢেঙ্গি মন্ডলী তিনি সেন্ডক হবা আনে। The Jews use shofar trumpets from a ram and they make this sound. That's a bad ତେବେ ଜିହୁଦୀ shofar. ଲୋକମାନେ ଯେତେବେଳେ ସେଇ ଯୋଉ ନାଲି ଗାଭୀର ପର୍ବ ହୁଏ, ସେଇ ସମୟରେ ସେମାନେ ଗୋଟେ ତୁରୀ ତୁତୁ କରି ବଜାନ୍ତି। যেটা গাটা তাতে রেসলানি ইসরায়েল লোকুর মাদে জিহুদি লোক তাকা এয়ার এস্তারা কি জিডিবা লাকা বোজি আর মানা গিপিসেরু এঙ্গা এডেলিতানি এয়ার রন্ডা দেরারা কোমা বা তুড়ু মা অঞ্চল তানি বেলে লোক তাকা কোমাং বিকাইসের সতগে নাই কিন্তু আই এয়ারু কোমা বিকাইসের ইসিঙ্গেনা থু ইনজান বিকাইসের সতগে না হায় এয়া ঢেঙ্গে রেম্বা মধ্যে আর বিকিনেরু। Here's the best one. Okay, so I don't think that we hear a shofar trumpet.
ଏ ପର୍ଯ୍ୟନ୍ତ ଆମେ ସେଇ ତୁରୀ ଶବ୍ଦ ଶୁଣିନାହୁଁ। జడగడ తతరు ఇదే ఠుకునా ఆజు ఎరా తూడు ఆజు బీకినారా ఆజు మై క్రివుతాని బెంజాసిడాసు. In the Old Testament, they also had silver trumpets. ତେବେ ପୁରାତନ ନିୟମରେ ମଧ୍ୟ ରୂପାର ତୁରୀ ଥିଲା, ରୂପାର ତୁରୀ ସେମାନେ ବଜାଉଥିଲେ। జడగడ తతరు ప్రాడి సజతని ఏ లోకు తక రూపా తర తూడు బీకాయిసెరు. Silver trumpets would call Israel to war. ତେବେ ଏଇ ଯୋଉ ରୂପାର ତୁରୀ ଯେତେବେଳେ ବଜା ଯାଉଥିଲା, ଇସ୍ରାଏଲ ଲୋକମାନଙ୍କୁ ଯୁଦ୍ଧ ହେବ ଆସ ବୋଲି ଡାକିବା ପାଇଁ ସେ ତୁରୀ ବଜା ଯାଉଥିଲା। ఎంగెసలాని ఏ రూపా తర తూడు బీకాయిసెరు. ఏ తూడు బీకినారే రొండెనే కబాడ్ మసే జే ఇస్రాయల్ లోకురి ఇదే బాదు రెడీ ఆజు যুদ্ধ గిబాతాంగి ఏ যুদ্ধ గిబాతాంగి ఎరా తూడు బీకాయి మసే. They would control the troop movements by certain cadence that they would blow through the horn. I hope that translates. ତେବେ ପ୍ରିୟ ଭାଇ ମାନେ ସେମାନେ କେତେକ ବିଷୟକୁ ପ୍ରକାଶ କରିବା ପାଇଁ କ'ଣ କରୁଥିଲେ ମାନେ ସେମାନେ ଗୋଟେ ପ୍ରକାର ସିଂହ ସେ ଗୋଟେ ପ୍ରକାର ଗାଈ କିମ୍ବା ପଶୁର ସେଇ ଯୋଉ ଶୃଙ୍ଗକୁ ବ୍ୟବହାର କରି ଫୁଙ୍କୁଥିଲେ। జడగడ తతరు యారు ఎసోడ్ కబాడంగా ఎసోకా కబడంగా గిబాసెలు ఇంజానా యారు ఇయా ఢెంగి యారో కోడి తర కోమా కి కోరు తర కోమా ఒజానా యారు బీకాయి మసెరు. And we heard we saw in the text that there's going to be a short burst and the dead in Christ will come up. ତେବେ ପ୍ରିୟ ଭାଇ ପଦରେ ଆମେ ପଢୁଥିଲୁ ଯେ ଗୋଟେ ତୁରୀ ବାଜିବ ହଠାତ୍, ତାପରେ ମୃତମାନେ ସେମାନେ ପୁନର୍ଜୀବିତ ହେଇ ఊర్ధ్వకు నీతో ହେବେ। జడగడ తతరు నేంజాజ్ గ్రామ్ బైససు జెసలాని సెండో పేను బెస్నేంజు ఎంగ రొండే తూడు బీకానే బీకిన్ డెహింగి ఉతే సాజమని లోకు తక నింగినేరు ఎంగ యారు సెండోక్ సానేరు. And there'll be another burst and we'll go up. ତାପରେ ଆଉ ଗୋଟେ ପଦ ଦେଖୁଛୁ, ପରବର୍ତ୍ତୀ ପଦରେ ଆମମାନେ ଯୋଉମାନେ ଜୀବିତ ଥାଇ ଅବଶିଷ୍ଟ ଥିବା ଆମମାନେ ମଧ୍ୟ ଆକାଶକୁ ନୀତ ହେବା। ఎంగ ఏసా ఇగ్మాని పొదతని మెహపి మనసు ఆజు ఎసో నాసు ఎడెలి టుకునా నీడే మంజా దుహనాసు ఏ లోకు తసు మధ్య పేను బేగల్ తారుండా గండి సియానెంజు ఎంగ ఉతే ఆజు మధ్య ఏ బహతంగా ఆజు సనాసు. And as we come before the throne, we'll look over and say, there's John. He wrote about this. ତେବେ ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ସିଂହାସନ ନିକଟକୁ ଆସିବା, ଦେଖିବା ଯେ ଯୋହନ ସେଠି ବସିଥିବେ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ, ଆଉ ଯୋହନ ହିଁ ସେଇ ପ୍ରକାଶିତ ପୁସ୍ତକ ଲେଖିଥିଲେ, ସେଇଟା ଆମେ ତାଙ୍କୁ ଦେଖିକିରି ମନେ ପକେଇବା। జడగడ తతరెసలాని అన్ పేను బహతా అన్ కోక్సా దుహనేంజు ఎంగ పేను బహతా జహను మంజా దుహనే జే సింహాసన সম্মুখতানি ఎంబా আজ পুনবা মুনাসু যে ఏ జహను నే ఈ ప్రకాశిత పుతి తిని అన్ బ్రిసా మానేంజు. And we'll see our Lord and Savior Jesus Christ, who has redeemed us from the curse of the law. ଏବଂ ଆମଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଦେଖୁଥିବା ଯେ ଆମମାନଙ୍କ ପାପ ଏବଂ ଅଭିଶାପରୁ ସେ ଉଦ୍ଧାର କରିଛନ୍ତି, ମୁକ୍ତି ଦେଇଛନ୍ତି। ଆମେ ସମସ୍ତେ ଆମଙ୍କର ଚକ୍ଷୁ ତାଙ୍କୁ ଦର୍ଶନ କରିବ। జడగటి ఆబాగండ రాజా సండెరు ఎస్తి ప్రభు యేసు ଖ୍ରୀଷ୍ଟ ମାଇଡୋ ଇବାଗା ମାଙ୍ଗେ ଏହପାସିଆ ମାଞ୍ଜାନେଜୁ ଏ ପ୍ରଭୁ యేసు ଖ୍ରୀଷ୍ଟ ଏମ୍ବା କୋକ୍ସା ମାନରା ଆଜ ଗୁଲେ ଲୋକ ତାସ ମେହପି ଦୁନାସୁ. When we hear the trump, we're going to hear our Lord and Savior, our Redeemer. Silver is like redemption, calling us up to be with him. ତେବେ ଯେତେବେଳେ ସେ ରୂପାର ତୁରୀ ବାଜିବ, ରୂପା ସବୁବେଳେ ମୁକ୍ତିକୁ ବୁଝାଏ, ତେବେ ସେଇଟା ଆମମାନଙ୍କର ମୁକ୍ତି। ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତି ଦେବେ, ସେଇ ସମୟରେ ସେଇଟା ଆମେ ଜାଣିବା। జడగటి ఆబాగండ రాజా సండెరు ఏ రూపార తురి ఇసే కా రు ఏ రూపా తార తూడు ఇసే కా ఎంబా తార অর্থ ఏ যে మాంగే ఎహ్పా సీబాతంగి ఇంజానా ఏరా మన బీకానే ఎంగ ఏ ఎహ్పా ప్రభు యేసు ఖ్రీষ্ট మాంగే గులే లోకురి కాల్వరి క్రూస్ తని సియా మంజానే జో. Amen. So the catching away of the church is a glorious revelation that Jesus Christ has entrusted to born again Christians. ତେବେ ଯୋଉ ମଣ୍ଡଳୀକୁ ଊର୍ଦ୍ଧ୍ୱକୁ ନୀତ ହେବା ବିଷୟରେ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମଙ୍କର ପ୍ରକାଶ କରିଛନ୍ତି, ଏଇଟା କେବଳ ପୁନର୍ଜନ୍ମ ପ୍ରାପ୍ତ ଖ୍ରୀଷ୍ଟିଆନ ମାନଙ୍କ ପାଇଁ, ଯୋଉମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ସତ୍ୟ ହୃଦୟରେ ଗ୍ରହଣ କରିଛନ୍ତି, ସେମାନଙ୍କ ପାଇଁ ଏ ପ୍ରତିଜ୍ଞା କରାଯାଇଛି। జడగటి ఆబాగండ రాజా సండెరు ఎంగ ప్రభు యేసు ଖ୍ରୀଷ୍ଟ జో మండళి బాగా ఈరా దెరి పబిటా జా మానేంజు ఎస్తి పబికి పేను సెండో మూడెంగ్ తాంగ్ మాంగో బాసెలు ఈరే కేవଳ గులే లోకుర్ బాగా ఆ ఏ ఈరా అజ్ పునా కాసు కేవଳ ఎస్తి లోకు తక రియే గాడి ఆజా మానే రిసెకా ఎక్పా పాంజా మానేరు టిక్నాడై పేను ఇలాకాయి మానేరు ఏ లోకుర్ బాగా కా పేను ఈరా పబిసియా మానేంజు. ଏଇଠି ବସ ମା, ଏଇଠି ବସି ପଡ ମା ମାନେ। అజా ఇంబా కోగ్దు అబస్మందన ఇంబా కోగ్దు. It is meant to provide us comfort. ସେଠି ଗୋଟେ କଣ ରଖିଦିଅ, No problem. କଣ ରଖ। No problem. It's meant to bring us comfort, not a point of confusion or contention. Can you please Yeah.
the catching away of the church is meant to provide us comfort, Yeah. not contention or Okay. confusion. ତେବେ ଏଇ ଯୋଉ ମଣ୍ଡଳୀ ଉର୍ଦ୍ଧ୍ୱକୁ ନୀତ ହେବା ବିଷୟରେ ଯାହା କୁହାଯାଇଛି ଆମମାନଙ୍କୁ ସ୍ୱାନ୍ତନା ଦେବା ପାଇଁ ଆମମାନେ ଏଥିଦ୍ୱାରା ଯେପରିକି ଦ୍ୱନ୍ଦ୍ୱ ନ ହେଉ जेटागठी आबांगंड राजा संडेरु इरिंबा जो आउ मंडलिनी सेंडो ओबास विषय जस्ता ब्रिस आजा माने एरा आज पुना कासु ए पुतितानी मांगे शांति सांत्वना सिबासेलु बेस्पा आजा माने जेपरि आज गुले लोकतासु बाई बुंबुआ आसु. And God has entrusted this with us so that we can be prepared and ready when He does call. He wants us prepared like a bride, ready for her husband. परमेश्वर ଆମମାନଙ୍କୁ ଏହା ଦେଇଛନ୍ତି ଯେପରିକି ଖ୍ରୀଷ୍ଟଙ୍କର ଭାର୍ଯ୍ୟା ଭାବରେ ଆମେ ଆପଣା ଆପଣାକୁ ସୁସଜ୍ଜିତ କରିବା ପ୍ରସ୍ତୁତ କରିବା ଉର୍ଦ୍ଧ୍ୱକୁ ନୀତ ହେବା ପାଇଁ. पेनु मांगे इरा पबि सियामान जानेजु प्रभु यीशु ख्रिस्ट ताडा कुडाडे आनारा पबि मांग सियामान जानेजु इसिंग आजु मंडा मंडानी आजु तोलगिनासु एंगा ए बहताजु सल्बा मुनासु. So I want to make a deal with you. Whenever, if I'm alive when the Lord comes and you're alive when the Lord comes and you're born again, when I get caught up, I want to be looking for you in the clouds. ତେବେ ଯେତେବେଳେ ଆଉ ଯଦି ଆମେ ମାନେ ବଞ୍ଚିଥିବା ସେଇ ସମୟରେ ଯୀଶୁଖ୍ରୀଷ୍ଟଙ୍କର ଆଗମନ ହେବ ଯଦି ମୁଁ ପ୍ରକୃତରେ ପରିତ୍ରାଣ ପାଇଛି ପୁନର୍ଜନ୍ମ ପ୍ରାପ୍ତ ହେଇଛି ତେବେ ମୁଁ ଉର୍ଦ୍ଧ୍ୱକୁ ନୀତ ହେବି ଆଉ ମୁଁ ଯେହେତୁ ପରିତ୍ରାଣ ପାଇଛି ମୁଁ ସ୍ୱର୍ଗ ରାଜ୍ୟକୁ ଯିବି ଆପଣମାନଙ୍କୁ ମଧ୍ୟ ସେଇଠି ଦେଖିବା ପାଇଁ ମୁଁ ଚାହିଁବି. ହାଲେଲୁୟା. हालेलुया गेटे आनु जदि टिकनाडाई पेनु पुंजा माई टिकनाडाई जदि आने हेप्पा पांजा माई रे गाड़ी आजा माई ताहेले आनु ए बहतंग साई एंगा एंबा मध्य आनु मिंगे गुले लोकुरी मेहप्पा मुताई. Because of the resurrection, we not only get to spend eternity with our family, but we get to spend eternity with each other for all of eternity and the Lord Jesus Christ. ତେବେ ପୁନରୁତ୍ଥାନ ହେଇକି ଆମେ ଯେତେବେଳେ ଉର୍ଦ୍ଧ୍ୱକୁ ନୀତ ହେବା କେବଳ ଆମର ପରିବାର ଲୋକମାନେ ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରି ମରିଛନ୍ତି ସେମାନଙ୍କ ସହିତ ହିଁ ଆମେ ସାକ୍ଷାତ କରିବା ତାହା ନୁହେଁ କିନ୍ତୁ ସମଗ୍ର ଆମର କଳାହାଣ୍ଡି କନ୍ଧମାଳ ଯେତେ ବିଶ୍ୱାସୀମାନଙ୍କୁ ଆମେ ଜାଣିଛୁ ସମସ୍ତଙ୍କ ସହିତ ଆମମାନଙ୍କର ସାକ୍ଷାତ ହେବ. जेटा गडा तेरे उरिहे के आज निंगा नहीं रेंबा सानी पोरे केवल माई परिवार तानी एस्ती लोक तका साजा मसेरो यारी कली मेहना एंबा साजा माने यारी आए केवल यारी मेहासु कंधमाल लोकुरीबे मेहनासु एंगा ई कोंढा ई कलाहांडी जिला लोकुरीबे मेहनासु आज गुले लोकुतासु. If you're not ready for the rapture, you need to get ready today. ପ୍ରିୟ ଆୟା ମାନେ ଆଜା ମାନେ ଆବା ମାନେ ଆପଣ ଯଦି ଉର୍ଦ୍ଧ୍ୱକୁ ଯିବା ପାଇଁ ଏବେ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହାନ୍ତି ଆଜି ଦୟାକରି ବିବେଚନା କରନ୍ତୁ ସମୀକ୍ଷା କରନ୍ତୁ ପ୍ରସ୍ତୁତ ହୁଅନ୍ତୁ. जेटा गठी आबागंड राजा संडेरु इदे डेली टुकना जदि आजु ए सेंडो सालबा सेलु जदि आजु तोल आजा सिटासु आजु नेंजु रोंडा धेराडा माना निष्पत्ति ओजान सला कचंगा नेंजु इदे इम्बा आजु प्रस्तुत आपाकासु. If you're not saved, you need to be saved. ଯଦି ଏ ପର୍ଯ୍ୟନ୍ତ ପରିତ୍ରାଣ ପାଇନାହାନ୍ତି ଯୀଶୁଙ୍କୁ ପ୍ରକୃତ ହୃଦୟରେ ଗ୍ରହଣ କରିନାହାନ୍ତି ଆଜି ଗ୍ରହଣ କରନ୍ତୁ ଆଜି ସ୍ୱୀକାର କରନ୍ତୁ. जेटा गडा तेरु इदे टुकना जदि प्रभु यीशु ख्रिस्ट नाई पागटा जिंजाना इर जदि माना एलुगिया सिडेरु जी जदि स्वीकार गया सिडेरु ताले इदे ए आंजो मी बागा पागटा जो एरा इरु इदे ग्रहण गितु. And if you're saved and we're not living our life in light of the inheritance that God will give us at the judgment seat of Christ, this message is to remind us that we need to be getting ready for that day when we will spend eternity with ଯଦି Him. ଆପଣ ପରିତ୍ରାଣ ପାଇନାହାନ୍ତି ଆଜିର ବାକ୍ୟ ଆମମାନଙ୍କୁ ମନେ ପକାଇ ଦଉଛି ଯେ ମଧ୍ୟ ଆକାଶରେ ଆମମାନଙ୍କ ପାଇଁ ଯେଉଁ ଅଧିକାର ଯେ ସ୍ୱାନ୍ତନାର ବିଷୟ ରଖାଯାଇଛି ଆମେ ସେଇଥିରେ ଅଂଶୀ ହେବା ପାଇଁ ହେଲେ ଆମେ ପରିତ୍ରାଣ ପାଇବାକୁ ପଡ଼ିବ ଯୀଶୁଙ୍କୁ ସତ୍ୟ ହୃଦୟରେ ବିଶ୍ୱାସ କରିବାକୁ ପଡ଼ିବ. जेटा गडा तेरु जदि आजु नेंजु टुकना एफपा जदि पांजा सिडासु ताहले पेनु माई बागा स्तारा रोंडा धेराडा पाबिटा जमान जाने जो ए सेंडोन दिना सल्बा सेलु ताहले आज एरेंबा सल्बा मु आसु ए आडिकी पेनु मांगे एरेंबा शांति सांत्वना सिबा मु तेंजु. May God richly bless you, my beloved. ପ୍ରିୟ ଭାଇ ଭଉଣୀମାନେ ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ. जेटा गठी आबागंड राजा संडेरु पेनु मिंगे लाहुरी फुरी मेला बाग तकंजु ସମସ୍ତେ ଉତ୍ସାହ କରନ୍ତୁ. बादा सपड़ का बेसान पेनु इपोंगा बेंगा लाका जोहरी କିଏ ଗୋଟେ ହୁଳୁହୁଳି ପକେଇଲେ ପକାନ୍ତୁ. ठीक है सपड़ का बेपी दुखनासु पेनु मिंग मेला ଆଉ ଜୋର ସେ ଟିକେ ओटे के गापसी देरी गिराडाई. धन्यवाद.